ଗୋଟେ ଆଧ୍ୟାତ୍ମର ଗୋଟେ ନୂଆ ପ୍ରକାର ଗୋଟେ କେମିତି କଣ। ମୋ ନାଁ ହେଲା ମାନେ ସିଦ୍ଧାର୍ଥ ପ୍ରଧାନ। ତାପରେ ମୁଁ ମାନେ ବାବାଙ୍କୁ ଲାଷ୍ଟ ମାନେ 5 ବର୍ଷ ହେଲା ମୋର ଗ୍ରାମ୍ୟ ବ୍ୟାଙ୍କରେ ମାନେ କାର୍ଯ୍ୟ କରିବା ସମୟରେ ତାଙ୍କ ସହ ମାନେ ଚିହ୍ନା ହେଲା, ସେଇଥିରେ ଆମ ବ୍ରାଞ୍ଚକୁ ଟ୍ରାନ୍ସଫର ହେଇକି ଆସିଲେ। ଆଉ ତେବେଠୁ ବାବାଙ୍କ ସହ ଏଇ ପ୍ରକାର ଯୋଗାଯୋଗ ହେଇଛି କି ତାଙ୍କୁ ବିନା କିଛି ଭଲ ବି ଲାଗେନି କି ତାଙ୍କୁ ଛାଡି ବି ହୁଏନି। ମାନେ ସେ ରହିଲେ ଗୋଟେ ନିଜ ଆତ୍ମାକୁ ଗୋଟେ ତୃପ୍ତି ଯେମିତି ମିଳେ, ଗୋଟେ ଶାନ୍ତି ଯେମିତି ମିଳେ। ଆଉ ତାପରେ ପୁଣି ବାବାଙ୍କର ଏଇଠି ମାନେ ଅବିସ୍ଥାପିତ ହେଲା ପରେ ମୁଁ ପ୍ରତିବର୍ଷ ମାନେ କିଛି ନା କିଛି ଓକେଜନ କି କୌଣସି ନା କୌଣସି କିଛି ମାନେ ଗୋଟେ ଆମ ଯଜ୍ଞ ହେଲା, ପୂଜା ହେଲା, ମୁଁ ଚେଷ୍ଟା କରେ ନିହାତି ମାନେ ଆସିବା ପାଇଁ। ଅଫିସ ସମୟରେ ତ ଆସି ହୁଏନି, ଛୁଟି ଦିନ ହେଲା କି ଯଦି ମୁଁ ଜାଣେ ମୁଁ ଯାହା ହେଲେ ବି ଆସିକି ବାବାଙ୍କୁ ଦେଖା ଦର୍ଶନ କରି ମୁଣ୍ଡିଆ ନିହାତି ମାନେ ମାରେ। ଆଉ ଆସିଲେ ବହୁତ ଭଲ ଲାଗେ ମତେ। ଆଉ ମୁଁ ଆସିକି ମଧ୍ୟ ମାନେ ମତେ ମାନେ କଣ କୁହନ୍ତି ଗୋଟେ ଆଧ୍ୟାତ୍ମର ଗୋଟେ ନୂଆ ପ୍ରକାର ଗୋଟେ କେମିତି କଣ ମାନେ ଗୋଟେ କଣ କୁହନ୍ତି ମାନେ ଗୋଟେ ମାର୍ଗଦର୍ଶନ ବାବା ମତେ ମାନେ ଦେଇଛନ୍ତି। ଆଉ କିଛି ଅଛି ଆପଣଙ୍କର କିଛି ଅନୁଭୂତି? ଅନୁଭୂତି ତ ସେମିତି ମାନେ ଅନେକ ଅଛି। ମାନେ ସେ ତ ଥିବା ସମୟରେ ସ୍ଥୂଳ ରୂପରେ ସେ କେତେ ଅନୁଭୂତି ମତେ ଦେଇଛନ୍ତି, ଆଉ ସୂକ୍ଷ୍ମ ରୂପରେ ବି ଯେତେବେଳେ କଣ କିଛି ହୁଏ ମୁଁ ଜାଣିପାରେ କି ନା ଏଇଟା ବାବାଙ୍କ ହିଁ ମାନେ ଅବଦାନ, ବାବାଙ୍କ ହିଁ ଆଶୀର୍ବାଦ।